ଆପଣ ଆପଣଙ୍କର ମେକର ଆଇଡ଼ିରେ ଲଗ୍ଇନ୍ କରିନିଅନ୍ତୁ। ଲଗ୍ଇନ୍ କଲା ପରେ ଦେଖନ୍ତୁ ଲେଫ୍ଟ ସାଇଡ଼୍ କର୍ଣ୍ଣରରେ ଅଛି ଆପଣଙ୍କ ମାଇ ମଡ୍ୟୁଲ୍। ତ ମାଇ ମଡ୍ୟୁଲ୍ ଅପସନ୍ରେ କ୍ଲିକ୍ କରିନିଅନ୍ତୁ। ମାଇ ମଡ୍ୟୁଲ୍ କ୍ଲିକ୍ କଲା ପରେ ଅପସନ୍ ଗୁଡ଼ାକ ଆସିବ, ତା ତଳେ ଅଛି ଲାଷ୍ଟରେ ଅଛି ତଳେ ରିପୋର୍ଟସ୍। ତ ସେ ରିପୋର୍ଟ ଯେଉଁ ପ୍ଲସ୍ ଚିହ୍ନ ଅଛି ସେଥିରେ ଆପଣ କ୍ଲିକ୍ କରିନିଅନ୍ତୁ। କ୍ଲିକ୍ କଲା ପରେ ଦେଖନ୍ତୁ ପ୍ରଥମ ଅପସନ୍ଟା ଆସୁଛି ମଡେଲ୍ 1 ରିପୋର୍ଟ, ସେଥିରେ କ୍ଲିକ୍ କରନ୍ତୁ। ସେଠି କ୍ଲିକ୍ କଲା ପରେ ତା ଫାର୍ଷ୍ଟ ଅପସନ୍ ଅଛି ମଡେଲ୍ 1 ପ୍ରିଣ୍ଟ ପେମେଣ୍ଟ ଆଡ଼ଭାଇସ୍ ରିପୋର୍ଟ, ସେଥିରେ ଆପଣ କ୍ଲିକ୍ କରିନିଅନ୍ତୁ। କ୍ଲିକ୍ କଲା ପରେ ଆସିବ ଆପଣଙ୍କ ଉପରେ ଫାଇନାନ୍ସିଆଲ୍ ଇୟର୍କୁ ଆପଣଙ୍କ 2024-25 ସିଲେକ୍ଟ କରିନିଅନ୍ତୁ। ତାପରେ ତା ତଳ ଅପସନ୍ଟା NPCI ସିଲେକ୍ଟ କରିନିଅନ୍ତୁ, ଆଉ କିଛି କରିବା ନାହିଁ। ତାପରେ ତା ତଳ ଅଛି ଜେନେରେଟ୍ ରିପୋର୍ଟ, ସେ ଜେନେରେଟ୍ ରିପୋର୍ଟରେ କ୍ଲିକ୍ କରିଦିଅନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କର ଯେଉଁ ଲେଫ୍ଟ ସାଇଡ଼୍ ଦେଖନ୍ତୁ ଆପଣ ସ୍କୁଲ୍ ନାଁ ରହିବ ନା SMC ରହିବ, ତ ସେଥିରେ ଆପଣ ନାଁରେ କ୍ଲିକ୍ କରିନିଅନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କର ଯେଉଁ ରିପୋର୍ଟଟା ବାହାରିଯିବ। ତ କେବେ ସେଣ୍ଡ କରାହେଇଛି, କାହାକୁ ସେଣ୍ଡ କରାହେଇଛି, କେତେ ଟଙ୍କା ସେଣ୍ଡ କରାହେଇଛି, ସବୁ ଡିଟେଲ୍ସ ଆପଣ ସେଥିରେ ଶୋ କରିବ। ତ ତାକୁ ଆପଣ କେମିତି ଡାଉନଲୋଡ଼୍ କରିବେ, ଲେଫ୍ଟ ସାଇଡ଼୍ର ତଳକୁ ଦେଖନ୍ତୁ ଗୋଟେ PDF ଲେଖା ଥିବ। ତ ସେଇ PDF ଯେଉଁ ଲେଖା ଅଛି ସେଥିରେ ଆପଣ କ୍ଲିକ୍ କଲା ପରେ ଆପଣଙ୍କ ଫାଇଲ୍ଟା ଡାଉନଲୋଡ଼୍ ହୋଇଯିବ। ତାପରେ ଏହାକୁ ଆପଣ ୟୁଜ୍ କରିପାରିବେ। ତ ଏଇ ଥିଲା ଆପଣଙ୍କ ପାଇଁ ଏଇ ଭିଡ଼ିଓଟା। ଯଦି ଭଲ ଲାଗିଲା ତ ସବସ୍କ୍ରାଇବ୍ କରିନେବେ, ଆପଣଙ୍କ ସାଙ୍ଗସାଥିକୁ ସେୟାର କରିନେବେ।